ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର। ଆମେ ଦୁଇଜଣ ଭଗବାନ ଶଙ୍କରଙ୍କୁ ଦର୍ଶନ ପାଇଁ ଶିବ ମନ୍ଦିର ପଳେଇଥିଲୁ। ଏଠାରେ ଦେଖନ୍ତୁ ବାବାଙ୍କୁ ସବୁବେଳେ ଯିଏ ଅନେଇ ରହିଥାଏ, ମାନେ ବାବାଙ୍କ ବାହନ ନନ୍ଦୀ କେତେ ସୁନ୍ଦର ଦେଖାଯାଉଛନ୍ତି। ଏଠାରେ ଦେଖନ୍ତୁ କେମିତି କାଉଡ଼ିଆ ଭାର ଦୁଇଟି ରହିଛି। ଯେହେତୁ ଏବେ ଶ୍ରାବଣ ମାସ ଚାଲିଛି, ଦୁଇଜଣ କୁନି ଭକ୍ତ ଏହି କାଉଡ଼ିଆ ଭାରକୁ କାନ୍ଧରେ ବୋହି ପାଣି ଆଣିଥିଲେ। ଦେଖନ୍ତୁ ଏମାନେ ହେଉଛନ୍ତି ସେହି ଦୁଇ କୁନି ଭାଇ ଭଉଣୀ। ସେମାନଙ୍କ ମନରେ ବାବାଙ୍କ ପାଇଁ ଭକ୍ତିଭାବ ଦେଖି ମନ ଆନନ୍ଦିତ ହୋଇଗଲା। ଭଗବାନ ସେମାନଙ୍କୁ ଭଲରେ ରଖନ୍ତୁ, ଖୁସିରେ ରଖନ୍ତୁ। ବାବାଙ୍କ ପାଖକୁ ଯାଇ ନିଜର ଦୁଃଖ ଜଣାଇଲେ ସେ ନିଶ୍ଚୟ ପୂରଣ କରନ୍ତି। ହର ହର ମହାଦେବ। ସବୁ ଦୁଃଖ ସିଏ ହରଣ କରିନିଅନ୍ତି ବୋଲି ତାଙ୍କର ନାମ ହେଉଛି ହର। ଦେଖନ୍ତୁ ବାବା କେତେ ସୁନ୍ଦର ଭାବରେ ସଜେଇ ହୋଇଛନ୍ତି। ଦେଖନ୍ତୁ ବାବାଙ୍କ ସାମ୍ନାରେ ମା ମନସାଙ୍କ ଗଛଟିଏ ରହିଛି। ଜଣେ ଭକ୍ତ ତାଙ୍କୁ ସିନ୍ଦୁର ଓ ମନ୍ଦାର ଫୁଲ ଦେଇ ପୂଜା କରୁଛନ୍ତି। ମନ୍ଦିରରୁ ଘରକୁ ଫେରି ବାବୁଙ୍କୁ ଧରିଦେଲି ଫଳ କାଟିବାକୁ। ଦେଖନ୍ତୁ ସେ କେତେ ଖୁସି ହୋଇ ସବୁ ଫଳ ଗୁଡ଼ିକୁ କାଟି ପକାଉଛନ୍ତି। ତାପରେ ମୁଁ ଚୁଡ଼ା ଓ ଫଳ ମିଶା ଭୋଗ ଗୁଡ଼ିକୁ ଖୁସି ହୋଇ ଖାଇଲି। ପ୍ରକୃତରେ ସପ୍ତାହକୁ ଗୋଟିଏ ଦିନ ଫଳାହାର କରିଲେ ଦେହ ଭଲ ରହିଥାଏ। ଏହାପରେ ମୁଁ ବାବୁଙ୍କୁ କହିଲି ସେ ମଧ୍ୟ ଭୋଗ ଖାଇଲେ। ତାପରେ ଦୁଇଜଣ ପିଲାଙ୍କୁ ମଧ୍ୟ ଭୋଗ ଦେଲି, ସେମାନେ ମଧ୍ୟ ଭୋଗ ଖାଇଲେ। ମୁଁ ପଚାରିବାରୁ ସେମାନେ କହିଲେ ଭୋଗଟି ବହୁତ ଭଲ ହୋଇଛି। ସେମାନେ ମଧ୍ୟ ଆନନ୍ଦରେ ଭୋଗ ଗୁଡ଼ିକୁ ଖାଇଲେ। ଆଜି ଦିନଟି ଯାହା ହେଉ ଭଗବାନଙ୍କ ଆଶୀର୍ବାଦରୁ ବହୁତ ଭଲରେ କଟିଥିଲା। ରହୁଛି। ଭିଡ଼ିଓଟି ଯଦି ଶେଷ ପର୍ଯ୍ୟନ୍ତ ଦେଖିଥିବେ ଦୟାକରି ଲାଇକ୍ ନିଶ୍ଚିତ ଗୋଟିଏ କରିବେ। ଧନ୍ୟବାଦ।